ଆମେ ପୃଥିବୀ ପୃଷ୍ଠରେ ରହୁଛୁ କିନ୍ତୁ ପୃଥିବୀକୁ ସଠିକ ଭାବରେ ଜାଣିଛୁ କି? ପୃଥିବୀ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଆମ ପାଖରେ ଅଛି କି? ଅଛି, ଆଗରୁ ନଥିଲା କିନ୍ତୁ ଏବେ ଅଛି। ତ ସେଟା କାହା ମାଧ୍ୟମରେ? ନା ଭୂଗୋଳ। ଭୂଗୋଳ କଣ? ଭୂଗୋଳ ହଉଛି ଗୋଟେ ବିଜ୍ଞାନ। ବିଜ୍ଞାନ କହିଲେ ଏଠି ଆଶ୍ଚର୍ଯ୍ୟ ଲାଗୁଛି ନା? ବିଜ୍ଞାନ କଣ? ବିଜ୍ଞାନ ଅଲଗା, ଭୂଗୋଳ ଅଲଗା ନା? ପୃଥିବୀ ପୃଷ୍ଠକୁ ଜାଣିବା ପାଇଁ, ପୃଥିବୀରେ ରହୁଥିବା ଲୋକ, ସଂସ୍କୃତି, ପାହାଡ, ନଦୀ, ଝରଣା ଏସବୁ ବିଷୟକୁ ଜାଣିବା ପାଇଁ ଗୋଟେ ଶାସ୍ତ୍ର ବା ଗୋଟେ ନଲେଜ ଯାହାକୁ କହିବା, ଜ୍ଞାନ କୁହାଯାଏ, ତାକୁ ହିଁ କୁହାଯାଏ ଭୂଗୋଳ। ମୁଁ ଏଇଥିପାଇଁ କହିଲି ଭୂଗୋଳ ହଉଛି ଗୋଟେ ବିଜ୍ଞାନ। କାହିଁକି? ଆମେ ବିଜ୍ଞାନ ଦ୍ଵାରା ଯେମିତି ନୂଆ ନୂଆ ଜିନିଷ ଆବିର୍ଭାବ ବା ଉଦ୍ଭାବନ କରି ହଉଛି, ତ ପୃଥିବୀ ପୃଷ୍ଠ ବିଷୟରେ ମଧ୍ୟ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଭୂଗୋଳ ପଢାଯାଏ। ତ ଏଇ ଭୂଗୋଳ ହିଁ ହଉଛି ବିଜ୍ଞାନ। ସରି, ଏଠି ଅର୍ଥଟା ଅଲଗା। ଭୂଗୋଳ ମଧ୍ୟ ଗୋଟେ ବିଜ୍ଞାନ, ଭୂଗୋଳ ମଧ୍ୟ ଗୋଟେ ସାଇନ୍ସ। ଏ ଭୂଗୋଳ ବହୁତ ଆଗରୁ ଅଛି, ଯେତେବେଳେ ମାନବ ସଭ୍ୟତା ନଥିଲା ତା ଆଗରୁ ବହୁତ ଆଗରୁ ଅଛି। କିନ୍ତୁ ଯିଏ ଯେତେବେଳେ ଆବିଷ୍କାର ବା ଉଦ୍ଭାବନ ତ ନୁହଁ, ଆବିଷ୍କାର କରିଛି, ତାକୁ ହିଁ ଭୂଗୋଳର ନିର୍ମାତା ବୋଲି କୁହାଯାଉଛି। ପୃଥିବୀର ଭୂମି, ପ୍ରାକୃତିକ ଲକ୍ଷଣ, ଲୋକ ଏବଂ ସେମାନଙ୍କ ମଧ୍ୟରେ ଥିବା ସମ୍ପର୍କ, ଏହି ସମ୍ପର୍କ ବିଜ୍ଞାନକୁ ଭୂଗୋଳ କୁହାଯାଏ। ୱାନ୍ ସିଙ୍ଗଲ ଲାଇନରେ କହିଲେ, ଆର୍ଥ, ନେଚର ଆଉ ହ୍ୟୁମାନ, ଆର୍ଥ ପ୍ଲସ୍ ନେଚର ପ୍ଲସ୍ ହ୍ୟୁମାନ ଇକ୍ୱାଲ ଟୁ ଜିଓଗ୍ରାଫି। ଜିଓଗ୍ରାଫି। ସେକେଣ୍ଡ ସେଞ୍ଚୁରୀରେ ଗ୍ରୀକ ସ୍କଲାର କିଏ? ନା ଏରୋସ୍ଥେନସ୍ ପ୍ରଥମେ ଭୂଗୋଳକୁ ବ୍ୟବହାର କରିଥିଲେ। ବା ବ୍ୟବହାର ମାନେ ସେ କହିଥିଲେ କଣ? ନା ପୃଥିବୀକୁ ବୈଜ୍ଞାନିକ ଭାବେ ମାପି ହେବ। ପୃଥିବୀକୁ ଏଇଠି ଗୋଟେ ଇମ୍ପସିବୁଲ ଏବେ ମଧ୍ୟ ଲାଗୁଛି। ଆମେ ବହୁତ ଛୋଟ, ପୃଥିବୀ ବିଷୟରେ ଆଗକୁ ବହୁତ ତଥ୍ୟ ଅଛି, ବହୁତ ତଥ୍ୟ ପଢିବା। ଆଜି ଷ୍ଟାର୍ଟିଂ କରୁଛି, ପୃଥିବୀକୁ ମାପି ହେବ। ଗୋଟେ କଳ୍ପନା କରନ୍ତୁ, ବର୍ତ୍ତମାନ ମୁଁ ଗୋଟେ ଘର ଭିତରେ ଭିଡିଓଟା ସୁଟ କରୁଛି। ମୁଁ ଘର ଭିତରେ ଥାଇକି କହିବି ମୁଁ ଘରର ଟୋଟାଲ କ୍ଷେତ୍ରଫଳଟା ମାପିଦେବି। ଆଶ୍ଚର୍ଯ୍ୟ ଲାଗୁଛି ନା? କିନ୍ତୁ ସେକେଣ୍ଡ ସେଞ୍ଚୁରୀରେ ସେ କହିଥିଲା ପୃଥିବୀକୁ ବୈଜ୍ଞାନିକ ମାନଙ୍କର ମେଜରମେଣ୍ଟ ଅଛି, ବୈଜ୍ଞାନିକ ଭାବେ ମାପି ହେବ। କେତେ ଲମ୍ବ, କେତେ ଚଉଡ, ଦୈର୍ଘ୍ୟ, ପ୍ରସ୍ଥ, ଦ୍ରାଘିମା ଏସବୁ ଆଗକୁ ଭଲ ଭାବରେ ପଡିବା। ତ ଏଇ ଯୋଉ ଜିଓଗ୍ରାଫି ରହିଛି, ଜିଓଗ୍ରାଫିକୁ ମୋଷ୍ଟ ଇମ୍ପୋର୍ଟାଣ୍ଟ ପଏଣ୍ଟ ଗୋଟେ ମନେ ରଖନ୍ତୁ। ଜିଓଗ୍ରାଫିକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଦୁଇ ଭାଗରେ ବିଭକ୍ତ। There are two parts of geography. One, physical geography, two, human geography. এই ଯୋଉ ଫିଜିକାଲ ଆଉ ହ୍ୟୁମାନ ଜିଓଗ୍ରାଫି ଅଛି, ଏମାନଙ୍କୁ ମଧ୍ୟ ପାର୍ଟ ପାର୍ଟ କରାଯାଇଛି, ବିଭିନ୍ନ ଭାଗରେ ବିଭକ୍ତ କରାଯାଇଛି। ସେସବୁ ଏବେ ଆଲୋଚନା କରିବା। ତ ଜିଓଗ୍ରାଫିକୁ ଦୁଇ ଭାଗରେ ଭାଗ କରାଯାଇଛି, ଆପଣମାନେ ଜାଣିଲେ କଣ? ନା ଫିଜିକାଲ ଜିଓଗ୍ରାଫି ଏବଂ ହ୍ୟୁମାନ ଜିଓଗ୍ରାଫି। ତ ଏଇଠି এই ଯୋଉ ଫିଜିକାଲ ଜିଓଗ୍ରାଫି ଆଉ ହ୍ୟୁମାନ ଜିଓଗ୍ରାଫି, ଏହାକୁ ମଧ୍ୟ ଅତି ସହଜରେ ବୁଝିବା ପାଇଁ ପାର୍ଟ ପାର୍ଟ ବା ଭାଗ ଭାଗ କରାଯାଇଛି। ଫିଜିକାଲ ଜିଓଗ୍ରାଫି ଯୋଉ ରହିଲା, ଫିଜିକାଲ ଜିଓଗ୍ରାଫି କାହା ଉପରେ ଅଛି? ପୃଥିବୀର ନ୍ୟାଚୁରାଲ ଏନଭାୟରମେଣ୍ଟାଲ ଉପରେ ଅଛି। ପୃଥିବୀର ନ୍ୟାଚୁରାଲ ଏନଭାୟରମେଣ୍ଟାଲ ଉପରେ ଅଛି। ଆପଣମାନେ ବ୍ୟସ୍ତ ହୁଅନ୍ତୁନି, ମୁଁ ଏଇ ଗୋଟିଏ ଉପରେ କ୍ଲିୟର ଭାବରେ ଆପଣମାନେ ବୁଝିଲା ଭଳିଆ ଭିଡିଓ ଆଣିବି। କିନ୍ତୁ ଆଜି କେବଳ ତାର ଜିଓଗ୍ରାଫିର ଇଣ୍ଟ୍ରୋଡକ୍ସନଟା ହିଁ ଆମେ ପଢିବା। ପ୍ରଥମ ଜିଓମର୍ଫୋଲଜି, ଏଇଟା କଣ ଅଛି? ନା ପାହାଡ ମଇଦାନ। ପାହାଡ ମଇଦାନ ଉପରେ ଏକ୍ସାମ୍ପଲ, ଲ୍ୟାଣ୍ଡଫର୍ମ କେମିତି କିପରି ତିଆରି ହେଲା? ଏଇଟା ବହୁତ ଜିଏସ୍ କ୍ୱେଶ୍ଚିନରେ ଆସେ। ଲ୍ୟାଣ୍ଡଫର୍ମ କିପରି ତିଆରି ହେଲା? ପଚାରିଯିବ ମନେକର ହିମାଳୟ କେମିତି ତିଆରି ହେଲା? ଏଇଟା କୋଉ ସବଜେକ୍ଟରୁ ଆସିଛି? ନା ଫିଜିକାଲ ଜିଓଗ୍ରାଫିର ଜିଓମର୍ଫୋଲଜିରୁ ଆସିଛି এই কোশ্চিনটা। দ্বিতীয় କଣ? ନା ହାଇଡ୍ରୋଲୋଜି। ହାଇଡ୍ରୋଲୋଜି କାହା ଉପରେ? ନା ପାଣି, ନଦୀ, ଭୂଗର୍ଭ ଜଳ, ଜଳଚକ୍ର ଏଇମାନଙ୍କ ଉପରେ ଯୋଉ ଶାସ୍ତ୍ରଟା ଅଛି, ଯୋଉଥିରେ ପଢାଯାଏ, ତାକୁ କୁହାଯାଏ ହାଇଡ୍ରୋଲୋଜି। ହାଇଡ୍ରୋଲୋଜି ମୁଖ୍ୟ ଗୋଟେ କୋଶ୍ଚିନ୍ ଅଛି, ୱାଟର କ୍ରାଇସିସ୍, ଜଳ ସଂକଟ। ଜଳ ସଂକଟ ଉପରେ ଯଦି କୌଣସି କୋଶ୍ଚିନ୍ ଆସିଲା ତାହେଲେ ମନେ ରଖିବେ ଏଇଟା ଜିଓଗ୍ରାଫିର ହାଇଡ୍ରୋଲୋଜିରୁ ଆସିଛି। କ୍ଲାଇମେଟୋଲୋଜି, କ୍ଲାଇମେଟ ମାଟିର ଅଧ୍ୟୟନ କଣ? ସଏଲ ଟାଇପ। ଏଗ୍ରିକଲଚର ଉପରେ ଏଇଟା ଆସୁଛି। ଏଗ୍ରିକଲଚର କଣ? ନା କୋଉ ମୂର୍ତ୍ତିକା କେତେ ଉର୍ବର, କେତେ ଅନୁର୍ବର, କୋଉଠି ଖଣିଜ ସମ୍ପଦ ପଦାର୍ଥ ଅଛି, ଏସବୁ ଯୋଉ ଆସୁଛି କୋଉଠୁ? ନା କ୍ଲାଇମେଟୋଲୋଜିରୁ ଆସୁଛି। ଚତୁର୍ଥ କିଏ? ନାଇଁ ଗ୍ଲେସିଓଲୋଜି। ଗ୍ଲେସିଓଲୋଜି ମଧ୍ୟ ଅଛି। ଇଏ କଣ? ନା ଗ୍ଲେସିୟର ଆଇସ୍, এই ଯୋଉ ବରଫ ଉପରେ ଗ୍ଲେସିୟର ଯୋଉ ତରଳୁଛି ବୋଲି କହୁଛି, କମୁଛି, ବଢୁଛି, ତା ଉପରେ ଅଧ୍ୟୟନ କରାଯାଏ।
ମୁଖ୍ୟତଃ କ୍ଲାଇମେଟ ଉପରେ। ସବା ଶେଷରେ ରହିଲା ବାୟୋଜିଓଗ୍ରାଫି। ବାୟୋଜିଓଗ୍ରାଫି ହଉଛି ଫିଜିକାଲ ଜିଓଗ୍ରାଫିର ସବୁଠାରୁ ଲାଷ୍ଟ ପାର୍ଟ। ଏଇଟା କଣ ନା ଜୀବଜନ୍ତୁ ଓ ପରିବେଶ ଉପରେ, ଜୀବଜନ୍ତୁ ଓ ପରିବେଶ ଉପରେ, ଯେମିତି ଫରେଷ୍ଟ ଆଉ ୱାଇଲ୍ଡ ଲାଇଫ ଉପରେ ଅଛି। ତ এই বায়োজিওগ্রাফি কার উপরে পড়া যায় না জীবজন্তু ও পরিবেশ উপরে, ফরেস্ট ଆଉ ওয়াইল্ড লাইফ উপরে। ଏବେ ফিজিক্যাল জিওগ্রাফির ପାଞ୍ଚଟି পার্ট ভাগ কোন জানলে ଏବେ ଜାଣିବା ହ୍ୟୁମାନ ଜିଓଗ୍ରାଫି ଯୋଉ ରହିଲା, ହ୍ୟୁମାନ ଜିଓଗ୍ରାଫି ଉପରେ ବି ଆଲୋଚନା କରିବା। ସେକେଣ୍ଡ ପାର୍ଟ। ତ ହ୍ୟୁମାନ ଜିଓଗ୍ରାଫିକୁ ମଧ୍ୟ 5 ରୁ 6 ଭାଗରେ ସହଜରେ ବୁଝିବା ପାଇଁ ପାର୍ଟ ପାର୍ଟ କରାଯାଇଛି। ପ୍ରଥମେ ହେଲା କଲଚରାଲ ଜିଓଗ୍ରାଫି ବା ସଂସ୍କୃତି। କଲଚରାଲ ଜିଓଗ୍ରାଫି କଣ ଦେଖନ୍ତୁ, ଏଠି କହିବାକୁ ଚାହିଁବି କଲଚରାଲ ଜିଓଗ୍ରାଫି ସଂସ୍କୃତି ହଉଛି, ମନେକର ଆମ ଭାରତର କଥା, ଭାରତରେ 28-29ଟି ରାଜ୍ୟ ଅଛି, କିନ୍ତୁ ଗୋଟେ ରାଜ୍ୟର ସଂସ୍କୃତି ପରମ୍ପରା ଅନ୍ୟ ରାଜ୍ୟ ସହିତ ହଠାତ୍ ସହଜରେ ସାମଞ୍ଜସ୍ୟ ନାହିଁ, ସାମଞ୍ଜସ୍ୟ ବା ମିଳାମିଶା ଯାହାକୁ କରିବା, ମିଳାମିଶା ନାହିଁ। ଏ ଉପରେ ଯିଏ ଅଧ୍ୟୟନ କରେ সেটা হচ্ছে কলচরাল জিওগ্রাফি। ইকোনমিক জিওগ্রাফি এটা অর্থনীতি উপরে, এটা সম্পূর্ণ এটি যাହା ବି ପଢା ହଉଛି ସମ୍ପୂର୍ଣ୍ଣ ବିଶ୍ୱ ପାଇଁ, କେବଳ କୌଣସି ରାଜ୍ୟ ବା କୌଣସି ନିର୍ଦ୍ଦିଷ୍ଟ ଦେଶ ପାଇଁ ନୁହେଁ। ଅର୍ଥନୀତି ଇକୋନୋମି ଉପରେ ଯୋଉଠି ପଢାଯାଏ এটা হচ্ছে ইকোনমিক জিওগ্রাফি। পলিটিকাল জিওগ্রাফি କଣ ନା border ନେସନ, এই border ନେସନ ସହିତ ଏଥିର ଲିଙ୍କ କଣ, ଇଣ୍ଡିଆ ପାକିସ୍ତାନ border, ଏଇଠି ଇଣ୍ଡିଆ ପାକିସ୍ତାନ border, କେବଳ ଏଠି border ଅଛି ବୋଲି ତ ଜାଣିଲେ ତାର ଭୌଗୋଳିକ ଅବସ୍ଥିତି ଜାଣିବା ଦରକାର ନା, এটা କେତେ କିଲୋମିଟର ଅଛି, ଏ ପାଖରେ କଣ, ଏ ପାଖରେ ନଦୀ ନାଳ, ତାପରେ ନଦୀ ନାଳ, ପାହାଡ ପର୍ବତ, କେତେ ଲୋକ ରହୁଛନ୍ତି, କେତେ ଚାଷବାସ ହଉଛି, এইଟାକୁ ପଢାଯାଏ। ଜାଣିବା ପାଇଁ କଣ ନା ପଲିଟିକାଲ ଜିଓଗ୍ରାଫିକୁ ୟୁଜ କରାଯାଏ, ପଢାଯାଏ। ପପୁଲେସନ ଜିଓଗ୍ରାଫି କଣ ନା ପପୁଲେସନ ଗ୍ରୋଥ, ଜନସଂଖ୍ୟା ବୃଦ୍ଧି, ଜନସଂଖ୍ୟା ଗ୍ରୋଥ ମାନେ କଣ, ଜନସଂଖ୍ୟା ବୃଦ୍ଧି ନା, এটা ପଢାଯାଏ କଣ ପାଇଁ, ରାଜ୍ୟ ବା ଦେଶ ଅନୁସାରେ ଲୋକମାନଙ୍କର ଶରୀର ଢାଞ୍ଚା, କଥାବାର୍ତ୍ତା ତ ସେଇ ଅଲଗା ରହିଲା, ସେ ସଂସ୍କୃତିରେ ପଳେଇଲା କଲଚରାଲ ଜିଓଗ୍ରାଫିରେ। ଯେମିତି କିଏ ଡେଙ୍ଗା ଅଛି, କିଏ ଗେଡା ଅଛି, କିଏ କଳା ଅଛି, କିଏ ଗୋରା ଅଛି, କୋଉଥିରେ ଜନସଂଖ୍ୟା ତେଜିରେ ବଢୁଛନ୍ତି, କୋଉଠି କମ ରହୁଛନ୍ତି, ତା ଉପରେ ଯୋଉ ପଢାଯାଏ ସେଇଟା ହଉଛି ପପୁଲେସନ ଜିଓଗ୍ରାଫି। ସେଟଲମେଣ୍ଟ ଜିଓଗ୍ରାଫି କଣ, ସେଟଲମେଣ୍ଟ ଜିଓଗ୍ରାଫି ହଉଛି ଭିଲେଜ ବା ସିଟି, ଉପରେ ଯୋଉ ପଢାଯାଏ। ମନେ କରନ୍ତୁ ଏଠି ଗୋଟେ ଟାଉନ ତିଆରି ହବ, ତ ଏଇ ଜାଗାଟା ଯୋଉ ଅବସ୍ଥିତିକୁ ଜାଣିବା ଦରକାର ନା, ଏଠି ଜନସଂଖ୍ୟା କେତେ ମାତ୍ରାରେ ରହିବେ, ଏଠି ରହିବା ପାଇଁ ହେଲେ କେତେ ଲୋକ ସର୍ବାଧିକ ରହିପାରିବେ, କଣ କଣ ଫେସିଲିଟି ରହିବ, ଏଥିର ଜଳବାୟୁ ବା ମୃତ୍ତିକା ଠିକ ଅଛି କି ନାହିଁ, ଏସବୁ ଉପରେ ଯୋଉ ଜିଓଗ୍ରାଫି ପଢାଯାଏ ସେଇଟା ହଉଛି ସେଟଲମେଣ୍ଟ ଜିଓଗ୍ରାଫି। ଏବଂ ସବା ଶେଷରେ ରହିଲା ହେଲ୍ଥ ଜିଓଗ୍ରାଫି କଣ ନା ଡିଜିଜ ଆଉ ଲୋକେସନ ମାନେ କଣ, এটা ଡିଜିଜ ର ଲୋକେସନ, ରୋଗ। ଯେମିତି କୋରୋନା ଆସିଲା, କୋରୋନା କୋଉଠୁ ଆସିଥିଲା, କୋରୋନା ଆସିଥିଲା ଚାଇନାରୁ, ଡିଜିଜଟା ହେଲା କୋରୋନା, ଲୋକେସନଟା ହେଲା ଚାଇନା। କୋଉ ଅଞ୍ଚଳରେ କୋଉ ରୋଗ ବା କଣ ପ୍ରାଧାନ୍ୟ ରୋଗ ଅଛି, ସେ ସବୁ ବିଷୟରେ ଜାଣିବା ପାଇଁ କଣ କୋଉ ଶାସ୍ତ୍ର ବା କୋଉ ବହି ପଢାଯାଏ, ସେଇଟା ହଉଛି ହେଲ୍ଥ ଜିଓଗ୍ରାଫି। ଏଠି ଦୁଇ ତିନୋଟି ପଏଣ୍ଟ ମନେ ରଖନ୍ତୁ। ଜିଓଗ୍ରାଫି ହଉଛି ଗୋଟେ ବହି, କେବଳ ବହି ନୁହଁ, ଜିଓଗ୍ରାଫି ହଉଛି ସମ୍ପୂର୍ଣ୍ଣ ବିଶ୍ୱ ପୃଥିବୀକୁ ବୁଝିବାର ସବୁଠାରୁ ବଡ ଚାବିକାଠି। ଆଉ ଜିଓଗ୍ରାଫିକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ପ୍ରଥମ ହେଲା ଫିଜିକାଲ ଜିଓଗ୍ରାଫି ଏବଂ ଦ୍ୱିତୀୟଟି ହେଲା ହ୍ୟୁମାନ ଜିଓଗ୍ରାଫି। ତ ଏତିକି ଯଦି ଆପଣ ପ୍ରଥମେ ବୁଝିଗଲେ ତାହେଲେ ଭାବି ନିଅନ୍ତୁ 90% ଆପଣ ଜିଓଗ୍ରାଫି କ୍ଲିୟର କରିଗଲେ। ଜିଓଗ୍ରାଫିରେ ଯେତିକି ବି ଯାହା ବି କିଛି ପଢା ହଉଛି ସବୁ କିଛି ଏସବୁ ଉପରେ ହିଁ ନେଇକି ଏହାକୁ ହିଁ ଆନାଲାଇସିସ୍ କରାଯାଉଛି, ଏହାକୁ ହିଁ ଡିଟେଲରେ ଏକ୍ସପ୍ଲେନ କରାଯାଉଛି। ଜିଓଗ୍ରାଫିରେ ଆଉ କିଛି ନାହିଁ। ତ ଏଇ ଦୁଇଟା ପଏଣ୍ଟ ମନେ ରଖନ୍ତୁ, ତାହେଲେ ସମ୍ପୂର୍ଣ୍ଣ ଜିଓଗ୍ରାଫି ଆପଣଙ୍କର କ୍ଲିୟର ହେଇଯିବ। ଆଶା କରୁଛି ଆଜିର ଭିଡିଓଟି ଆପଣମାନଙ୍କୁ ଭଲ ଲାଗିଥିବ। ଯଦି ଭିଡିଓଟି ଭଲ ଲାଗୁଛି ଚ୍ୟାନେଲକୁ ସବସ୍କ୍ରାଇବ, ଭିଡିଓକୁ ଲାଇକ୍ ଆଉ ସେୟାର କରନ୍ତୁ। ଜୟ ହିନ୍ଦ, ଜୟ ଓଡ଼ିଶା।